ଆଜିର ପ୍ରସଙ୍ଗ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଅଷ୍ଟାଦଶ ଲୋକସଭାର ଷଷ୍ଠ ଅଧିବେଶନ ଗତକାଲି ଶେଷ ହୋଇଛି। ଗତ ପହିଲାରେ ଆରମ୍ଭ ହୋଇଥିବା ସଂସଦର ଏହି ଶୀତକାଳୀନ ଅଧିବେଶନରେ 15ଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ଶେଷ ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଲୋକସଭାରେ ଉତ୍ପାଦକତା 111% ହୋଇଛି। ଅଧିବେଶନ କାଳରେ ଉଭୟ ସଦନରେ 8ଟି ବିଲ୍ ପାରିତ ହୋଇଛି। ଲୋକସଭାରେ 10ଟି ବିଲ୍ ଆଗତ କରାଯାଇଥିଲା। ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025 ଅଧିକ ବିଚାର ବିମର୍ଶ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଛି। ଅଧିବେଶନ ଆରମ୍ଭରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ SIR ପ୍ରସଙ୍ଗ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପରେ ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ବନ୍ଦେ ମାତରମ୍ ଏବଂ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ପାଇଁ ଦିନ ଓ ସମୟ ଧାର୍ଯ୍ୟ ହୋଇଥିଲା। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ଅବସରରେ 8 ତାରିଖରେ ଲୋକସଭାରେ ଏବଂ 9, 10 ଓ 11 ତାରିଖରେ ରାଜ୍ୟସଭାରେ ଆଲୋଚନା ହୋଇଥିଲା। ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟସଭା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା ଉପରେ ଆଲୋଚନା ଆରମ୍ଭ କରିଥିଲେ। ଲୋକସଭାରେ 65 ଜଣ ସଦସ୍ୟଙ୍କ ଅଂଶଗ୍ରହଣ ସହ ମୋଟ 11 ଘଣ୍ଟା 32 ମିନିଟ୍ ଏହା ଉପରେ ଆଲୋଚନା ହୋଇଥିଲା। ରାଜ୍ୟସଭାରେ ଏହି ଆଲୋଚନାରେ 81 ଜଣ ସଦସ୍ୟ ମୋଟ 12 ଘଣ୍ଟା 49 ମିନିଟ୍ ଧରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନିର୍ବାଚନୀ ସଂସ୍କାର ଉପରେ ଲୋକସଭାରେ 9 ଓ 10 ତାରିଖରେ, ରାଜ୍ୟସଭାରେ 11, 15 ଓ 16 ତାରିଖରେ ଆଲୋଚନା ହୋଇଥିଲା। ଉଭୟ ସଦନରେ ପାରିତ ହୋଇଥିବା 8ଟି ବିଲ୍ ମଧ୍ୟରେ ମଣିପୁର GST ଦ୍ୱିତୀୟ ସଂଶୋଧନ ବିଲ୍, କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍, ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍, ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍, ପ୍ରତ୍ୟାହାର ଓ ସଂଶୋଧନ ବିଲ୍, ସବକା ବୀମା ସବକା ରକ୍ଷା ବୀମା ସଂଶୋଧନ ବିଲ୍, ଶାନ୍ତି ବିଲ୍, ବିକଶିତ ଭାରତ ରାମଜୀ ବିଲ୍ ଅନ୍ତର୍ଭୁକ୍ତ। ସିକ୍ୟୁରିଟି ମାର୍କେଟ କୋଡ୍ ବିଲ୍ 2025 ଅଧିକ ବିଚାର ବିମର୍ଶ ପାଇଁ ବିଭାଗୀୟ ପରାମର୍ଶଦାତା କମିଟିକୁ ପଠାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଲୋକସଭାରେ ଆଗତ ହୋଇଥିବା 10ଟି ଯାକ ବିଲ୍ ଉପରେ ଆଲୋଚନା ହେବା ସହ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ଅଧିବେଶନରେ ଗୃହୀତ ହୋଇଥିବା ବିଲ୍ଗୁଡ଼ିକ ମଧ୍ୟରେ ପ୍ରମୁଖ ଭାବେ ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍, ଶାନ୍ତି ବିଲ୍, କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ ଏବଂ ବିକଶିତ ଭାରତ ରାମଜୀ ବିଲ୍ ଗୁଡ଼ିକ ରହିଛି। ଜାତୀୟ ସୁରକ୍ଷା ଏବଂ ଜନସ୍ୱାସ୍ଥ୍ୟ ପାଇଁ ପାଣ୍ଠି ସୃଷ୍ଟି ଲକ୍ଷ୍ୟରେ ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପଯୋଗ ହେଉଥିବା କେତେକ ନିର୍ଦ୍ଦିଷ୍ଟ ଯନ୍ତ୍ରପାତି ତଥା ସାମଗ୍ରୀ ନିର୍ମାଣ ଏବଂ ଉତ୍ପାଦନ ପ୍ରକ୍ରିୟା ଉପରେ ସେସ୍ ଲଗାଇବାର ପ୍ରସ୍ତାବ ରହିଛି। ଏଥିରୁ ପ୍ରାପ୍ତ ଅର୍ଥ ଦେଶର ସମନ୍ୱିତ ପାଣ୍ଠିକୁ ପ୍ରଦାନ କରାଯିବ। ଜାତୀୟ ସୁରକ୍ଷା ଏବଂ ଜନସ୍ୱାର୍ଥ ସମ୍ବନ୍ଧୀୟ ଖର୍ଚ୍ଚ ପୂରଣ ଦିଗରେ ଏହି ପାଣ୍ଠି ଉପଯୋଗ କରାଯିବ। ଦେଶରେ ପରମାଣୁ ଶକ୍ତି କ୍ଷେତ୍ରକୁ ଅଧିକ ସଶକ୍ତ ତଥା ବ୍ୟାପକ କରିବା ଲକ୍ଷ୍ୟ ନେଇ ପରିବର୍ତ୍ତିତ ଭାରତ ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି ବିଲ୍ ଶାନ୍ତି 2025 ପାରିତ ହୋଇଛି। ପରମାଣୁ ଶକ୍ତିର ସୁବ୍ୟବସ୍ଥିତ ଏବଂ ସୁରକ୍ଷିତ ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସ୍ୱାସ୍ଥ୍ୟସେବା, ଖାଦ୍ୟ, ଜଳ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ନିରାପଦ ବ୍ୟବହାର ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। କେତେକ ନିର୍ଦ୍ଦିଷ୍ଟ ତମାଖୁ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ପ୍ରସ୍ତାବ କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ରେ ରହିଛି। ଜନସ୍ୱାସ୍ଥ୍ୟ କ୍ଷେତ୍ରକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସିଗାରେଟ୍ ତଥା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ତମାଖୁ ସାମଗ୍ରୀଗୁଡ଼ିକ ଉପରେ ଶୁଳ୍କ ବୃଦ୍ଧିର ପ୍ରସ୍ତାବ ରହିଛି। 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରିତ ଏକ ସମନ୍ୱିତ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତି ନେଇ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ରାମଜୀ ବିଲ୍ ଗୃହରେ ଅନୁମୋଦିତ ହୋଇଛି। ପ୍ରତ୍ୟେକ ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାରଗୁଡ଼ିକୁ ନିଶ୍ଚିତ କର୍ମନିଯୁକ୍ତି 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନରେଗା ଆଇନ ବଦଳରେ ଏହାକୁ ଲାଗୁ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ହୋଇଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଶୀତ ଅଧିବେଶନ ସଫଳତାର ସହ ଶେଷ ହୋଇଛି। ଅଧିବେଶନ କାଳରେ 2116ଟି ଗବେଷଣାଲବ୍ଧ ତଥ୍ୟ ଏବଂ 41ଟି ରିପୋର୍ଟ ବିଭିନ୍ନ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଉପସ୍ଥାପନ କରାଯାଇଛି।